ଆଉ ଗୋଟେ ବିଷୟ ଦେଖିବା ଯେ ଆମେ ଯେଉଁ ଘରେ ସବୁ ଚଳୁଛେ କେତେ ଗୁଡ଼ିଏ ବାରଣ ଅଛି ଘରର, ତାକୁ ଆମେ ଆଜି ଦେଖିବା। ପଏଣ୍ଟ, ଛୋଟିଆ ଛୋଟିଆ ପଏଣ୍ଟ, ଅତି ଛୋଟ ପଏଣ୍ଟ। ଯେ ଘରେ ଶୋଇଲା ବେଳେ ଆପଣ ଖଟ ପକାନ୍ତୁ, ଖାଲି ଶୁଅନ୍ତୁ। କେବେ ବି ଦୁଆର ବନ୍ଧ ଆଡ଼କୁ ଗୋଡ଼ ରଖି ଶୋଇବେ ନାହିଁ। ଶୋଇଲେ ଦରିଦ୍ର। କିଏ କହିବ ମୁଁ ଦୁଆର ବନ୍ଧ ଉପରେ ଗୋଡ଼ ରଖି ଶୋଉଛି, ମୋର ମାସକୁ 2 ଲକ୍ଷ ଆସୁଛି, ଆସୁ, ସେଥିରୁ ମୋର କ'ଣ ମିଳିବ? ପାଠ ଯାହା କହିଛି, ପାଠ ଯାହା କହିଛି ଆମେ କହିବା, ମନକୁ କହିବୁନି। ତାପରେ କାହିଁକିନା ଲକ୍ଷ୍ମୀ ଘରକୁ ଆସିବାରେ ବାଧା ସୃଷ୍ଟି ହେବ, ଧନ ଆସିବାରେ ବାଧା ସୃଷ୍ଟି ହେବ। ଦ୍ୱିତୀୟ ପଏଣ୍ଟ, ଖଟ ପଲଙ୍କ କାନ୍ଥରୁ ଏତିକି ଛାଡ଼ିକିରି ପକାଇବେ। ସମସ୍ତେ ଜାଣିଛନ୍ତି ଏକଥା, ସମସ୍ତେ ଜାଣିଛନ୍ତି, ମୁଁ ଆଉ ଥରେ କହୁଛି, ଏତିକି ଛାଡ଼ିବ। କିଏ କହିବ ମୁଁ ଲଗେଇକିରି ପକେଇଛି ମୋର ଭଲ ହେଉଛି, ହଁ ପକା ପକା, ତୁ ଯଦି ମଣିଷ ମାରି ଜେଲ୍ ନ ଯାଉଛୁ ଭଲ ମାରେ, କିଛି ଅସୁବିଧା ନାହିଁ। କିନ୍ତୁ ଆମେ ମାରିବୁନି, ଆମେ ମାରିବୁନି, ଜେଲ୍ ଯିବୁନି। ଆମେ ଯାହା ଅଛି ପୂର୍ବରୁ ଯାହା ଥିଲା, ଚନ୍ଦ୍ର ଆକାଶରେ ଚନ୍ଦ୍ର ମୁଁ ଖଞ୍ଜିନି, କି ସୂର୍ଯ୍ୟ ମୁଁ ଖଞ୍ଜିନି, କି ବାତ୍ୟା ସୃଷ୍ଟି ମୁଁ କରୁନି, କି ସମୁଦ୍ରରେ ପାଣି ମୁଁ ପୁରେଇନି, କି ପଇଡ଼ ଭିତରେ ପାଣି ମୁଁ ପୁରେଇନି। ତେଣୁ ମାନିବାକୁ ପଡ଼ିବ ସବୁ ଜିନିଷ। ତାପରେ ଅଗ୍ନିକୋଣ, ଆଉ ଗୋଟେ ପଏଣ୍ଟ, ଅଗ୍ନିକୋଣ ପୂର୍ବ ବା ଦକ୍ଷିଣ କୋଣରେ ଦର୍ପଣ ରଖିବେ ନାହିଁ। ଅଗ୍ନିକୋଣରେ ଦର୍ପଣ କୌଣସି ମତେ ରଖିବେ ନାହିଁ, ରଖିଲେ ବହୁ କ୍ଷତି ହେବ। ପୂର୍ବଜମାନେ ଯେଉଁମାନେ ସବୁ ମରିଯାଇଛନ୍ତି, ଆମର ପୂର୍ବଜମାନେ, ସେମାନଙ୍କର ଫଟୋ ଦକ୍ଷିଣ ଦିଗରେ ଟାଙ୍ଗିବେ। ପୂର୍ବକୁ ଦକ୍ଷିଣରେ ସେ ଟଙ୍ଗା ହେଲେ ଆପଣ ଦକ୍ଷିଣକୁ ମୁହଁ କରି ତାକୁ ପୂଜା କରିବେ। ଘରର ବାହାର ପଟେ ହେଉ, ଭିତର ପଟେ ହେଉ, କାନ୍ଥରେ ହେଉ, ସାମ୍ନା ମୁହଁ ସକାଳୁ ବେଳେ ଯେମିତି ମୁହଁକୁ ସାମ୍ନାଟା ନ ପଡ଼ିବ, ଟିକେ ସାଇଡ଼୍କି ରଖିଲେ ଭଲ। କିନ୍ତୁ ମୁହଁ ହେବ ତାଙ୍କର ବର୍ତ୍ତମାନ ଦକ୍ଷିଣ ପଟେ ସ୍ଥାପନ ହେବେ, ଆଉ ମୁହଁ ବାରିକି ଆଉ କ'ଣ, ପୂର୍ବଜ ଦକ୍ଷିଣ ଦିଗରେ ରଖି ପୂଜା କରିବେ। ବ୍ୟବସାୟ ସ୍ଥଳରେ ମାଲିକ, ହୋଟେଲ ମାଲିକ, କ୍ୟାସ୍ ମାନେ ବସନ୍ତି ମାଲିକ, କି ଆଉ ଯେଉଁ ଅଲଗା ସବୁ ଯେତେ ଧନ୍ଦା ଦୋକାନ ପତ୍ର ମାଲିକ ଅଛି, ସେମାନେ ସବୁବେଳେ ଚେଷ୍ଟା କରିବେ ଯେ ଉତ୍ତର ଦିଗ ମୁହଁ କରି ବ୍ୟବସାୟ ବସିବେ, କିମ୍ବା ପୂର୍ବକୁ ମୁହଁ କରି ବ୍ୟବସାୟରେ ବସିବେ। ବସିଲେ ବ୍ୟବସାୟ ଭଲ ଚାଲିବ। ପ୍ରବାଦ ରହିଛି, ମିଛ ନୁହଁ, ପ୍ରବାଦ ରହିଛି। ଆମେ ଆଜି ଉତ୍ତର ବସିବା, 2 ମାସ ବସିବା, ହେ କାହିଁ 2 ମାସ ବସିଲି, ଭାଇନା କହିଥିଲେ କାହିଁ କିଛି ହେଲାନି ତ, ମୁଁ ଦକ୍ଷିଣକୁ ବସିବି, ସେମିତି ହେବନି। ଧୈର୍ଯ୍ୟ ଧରିବାକୁ ପଡ଼ିବ। ନୂଆ ମଣିଷକୁ 6 ମାସେ, ନୂଆ ବଳଦକୁ 6 ମାସେ, 6 ମାସେ ସବୁ ଜିନିଷ ଟ୍ରାଏଲ୍ କରନ୍ତୁ, କ'ଣ ହେଉଛି ମୋତେ କହିବେ। ଏଥିରେ ଲକ୍ଷେ ଟଙ୍କା ଖର୍ଚ୍ଚ ହେଉନି, କି ଏଥିରେ କାହାର କ୍ଷତି ହେଇଯାଉନି। ଯଦି ଆମର କ୍ଷତି ନ ହେଉଛି ତ କରିବାର ଆମର ଅସୁବିଧା କେଉଁଠି ରହିଲା? ଆମେ ଦେବତା ମାନିଆନି, ଦିଅ ମାନିଆନି, ବାପା ମାନିଆନି, ମା' ମାନିଆନି, ଅମାବାସ୍ୟା ସଂକ୍ରାନ୍ତି ମାନିଆନି, ଗୁରୁବାର ମାନିଆନି, ବନ୍ଧୁବାନ୍ଧବ ନାହିଁ, କିଛି ନାହିଁ, ସାଙ୍ଗସାଥି ନାହିଁ। ଆମେ ତ ମନ ମନ ରାଜା, ଆମର ତ ସବୁ ଅଛି। ଆଉ ଆମର ସାଙ୍ଗ କ'ଣ କରିବେ? ଆମର ସେ ନୀତି ନିୟମ କ'ଣ ହେବ? ସାର୍ଟ ପିନ୍ଧୁଛ ସଫା କାହିଁ କରୁଛ? ସେମିତି ପିନ୍ଧୁନ। ଖାଉଛ ଝାଡ଼ା କାହିଁ ଯାଉଛ? ସେମିତି ରହୁନ। ସବୁ ଅଛି ନା, ସବୁ ଅଛି। ଗଛରେ କାହିଁ ଆଗକୁ ମୁହଁ କରି ଚାଲୁଛ, ତଳକୁ ମୁହଁ କରି ଚାଲୁନ। ସବୁ ନିୟମ ମାନିବାକୁ ପଡ଼ିବ। ମାନିଲେ, ଜାଣିଲେ ଜିଣିବା। ହରି ଓମ୍ ତତ୍ସତ୍।